ନବୀନ ହାରି ନାହାନ୍ତି, ବରଂ ତାଙ୍କୁ ହରାଇ ଦିଆଯାଇଛି ବୋଲି ଏବେ ଚର୍ଚ୍ଚା ହେଉଛି। ହଁ ଆଜ୍ଞା, ଦୀର୍ଘ 24 ବର୍ଷ ଧରି ଓଡ଼ିଶାବାସୀଙ୍କ ପାଇଁ ଅନେକ ଉନ୍ନତମୂଳକ ପଦକ୍ଷେପ ନେଇ ଓଡ଼ିଶାବାସୀଙ୍କ ମନ କିଣି ଆସୁଥିବା ବିଜେଡି ସରକାର ଏଥର ନିର୍ବାଚନ ହାରି ଯାଇଥିବା କଥା ବିଜେଡି ଦଳକୁ ଭଲ ପାଉଥିବା ଲୋକମାନଙ୍କ ମନକୁ ଯାଉନି। ଆଉ ଏମିତି ଭାବରେ ହାରିବ ବୋଲି କେହି ସ୍ୱପ୍ନରେ ବି ଭାବି ନଥିଲେ। ସେପଟେ ଶୁଣିବାକୁ ମିଳୁଛି କାଳେ ବିଜେଡି ହାରିବା ପଛରେ ଭିକେ ପାଣ୍ଡିଆନ ହିଁ ଦାୟୀ। ଓଡ଼ିଶାବାସୀ ନବୀନଙ୍କୁ ବହୁତ ଭଲ ପାଆନ୍ତି, କିନ୍ତୁ ବାହାରୁ ଆସିଥିବା ପାଣ୍ଡିଆନକୁ ନୁହେଁ, ଯେଉଁ କାରଣରୁ ଆଜି ବିଜୁ ଜନତା ଦଳ ହାରିଯାଇଛି, ଯାହାକୁ ଦେଖି ଏବେ ଲୋକେ କହୁଛନ୍ତି ନବୀନ ହାରି ନାହାନ୍ତି, ବରଂ ତାଙ୍କୁ ପାଣ୍ଡିଆନ ହରାଇ ଦେଇଛନ୍ତି। ଏବେ ଦେଖିବାକୁ ବାକି ରହିଲା ବିଜେଡିକୁ ହରାଇଥିବା ପାଣ୍ଡିଆନ ବିରୁଦ୍ଧରେ ବିଜେଡି ଦଳ କ'ଣ ପଦକ୍ଷେପ ନେଉଛି। ଏମିତି ନ୍ୟୁଜ୍ ପାଇବା ପାଇଁ ଚାହୁଁଥିଲେ ସବସ୍କ୍ରାଇବ୍ କରନ୍ତୁ RJ ନ୍ୟୁଜ୍।